ନମସ୍କାର, ଶୁଭ ସକାଳ। ଆସନ୍ତୁ ଜାଣିବା ଆଜିର ଅନୁଚିନ୍ତା ଓ ଆପଣଙ୍କ ଭାଗ୍ୟ ବଦଳାଇବା ଭଳି କିଛି ନୂଆ ବାର୍ତ୍ତା। ଚାଲନ୍ତୁ ଷ୍ଟାର୍ଟ କରିବା। ଯେଉଁ ଲୋକ ଅନ୍ୟ ବିରୁଦ୍ଧରେ ତୁମ ଆଗରେ କହି ନିଜକୁ ଭଲ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି, ସେହି ଲୋକଙ୍କୁ କେବେ ବିଶ୍ୱାସ କରିବେ ନାହିଁ। କାରଣ ଯିଏ ଅନ୍ୟ ଲୋକର କଥା ତୁମ ଆଗରେ କହୁଛି, ସେହି ଲୋକ ଅନ୍ୟମାନଙ୍କ ଆଗରେ ତୁମ ବିରୁଦ୍ଧରେ ନିଶ୍ଚୟ କହୁଥିବ। ଗୋଟିଏ ଜିନିଷ ସବୁବେଳେ କମ୍ ହୋଇ ଚାଲିଛି, ସେ ହେଉଛି ଆୟୁ। ଗୋଟିଏ ଜିନିଷ ସବୁବେଳେ ବଢ଼ି ଚାଲିଛି, ସେ ହେଉଛି ତୃଷ୍ଣା। ଗୋଟିଏ ଜିନିଷ ସବୁବେଳେ ସ୍ଥିର ଅଛି, ସେ ହେଉଛି ବିଧିର ବିଧାନ। ଅତି ଶୀଘ୍ର ଭଲ ପାଅ ନାହିଁ, ଅତି ଶୀଘ୍ର ବିଶ୍ୱାସ କର ନାହିଁ, ଅତି ଶୀଘ୍ର ନିଷ୍ପତ୍ତି ନିଅ ନାହିଁ, ଅତି ଶୀଘ୍ର ହାରିଯାଅ ନାହିଁ। ପଥର ଗୋଟିଏ ଗୁଣ, ତାର ଦୁର୍ବଳତା। ସେ କେବେ ତରଳେ ନାହିଁ, କିନ୍ତୁ ଗୋଟିଏ ଗୁଣ ଉତ୍ତମ ଯେ ସେ କେବେ ବଦଳେ ନାହିଁ। କିନ୍ତୁ ମଣିଷ ପଥରଠୁ ବି ଭୟଙ୍କର, ତରଳେ ବି ଆଉ ବଦଳେ ବି। ମଣିଷର ତୁମେ ଯେତେ ବଡ଼ ଉପକାର କର ନା କାହିଁକି, ପରବର୍ତ୍ତୀ ସମୟରେ ତୁମକୁ ସାମାନ୍ୟ ଭୁଲ ହେଲେ ସେ ସେହି ଉପକାର କଥା ବୁନ୍ଦାଏ ମାତ୍ର ମନେ ପକାଏ ନାହିଁ। ଭୁଲ ସ୍ୱୀକାର କରିବା ଶିଖ। ଭୁଲ ସ୍ୱୀକାର କରିଦେଲେ ତୁମେ ଛୋଟ ହୋଇଯିବନି, ବରଂ ଭୁଲଠାରୁ କିଛି ଶିକ୍ଷା ଗ୍ରହଣ କରିବ, ଯାହାଦ୍ୱାରା ସେହି ଭୁଲ ଦ୍ୱିତୀୟ ଥର ହେବ ନାହିଁ। ଯେତେବେଳେ ଆପଣ ଏକା ଥାନ୍ତି, ନିଜ ମନକୁ ସଂଯମ କରନ୍ତୁ। ସେତେବେଳେ ଆପଣ ଲୋକମାନଙ୍କ ସହ ଥାନ୍ତି, ନିଜ ଶବ୍ଦକୁ ସଂଯମ